କାହାର ମୋ ଭଳିଆ ଆଇଁଷ ନହେଲେ ଭାତ ଯାଏନି କମେଣ୍ଟ କରି ମତେ ଜଣେଇବେ ତ। ଏମିତି ମାଛ ସବୁ ଧୋଇ ନେଇକି ଏଟା କି ମାଛ ମତେ ଜଣା ନାହିଁ, ରହୁ କି ଭାକୁର କଣ ଜଣା ନାହିଁ, କନଫ୍ୟୁଜନ ହୁଏ। ଯାହା ହେଲା ତାକୁ ଖାଇଦବା କଥା। ମୁଁ ତ କେଳା ରାକ୍ଷସଟା, ଯାହା ହେଲା ଖାଇଦେବି, ବାସ୍ ସରିଲା। ମାଛକୁ ଏମିତି କଡ଼ କରିକି ଭାଜି ନେଇକି ପୁରା ସିମ୍ପଲ ଆଇଟମ ଟେ ବନେଇବା। ଆଳୁକୁ ସବୁ ଏମିତି କାଟି ନେଇକି ତାକୁ ଲୁଣ ହଳଦୀ ଦେଇକି ତେଲରେ ଟିକେ ଭାଜି ନବା। ଭାଜି ନେଇ ସାରିଲା ପରେ ମସଲା କରିକି ସେଟା ଗୋଟେ ଭଲ ଜିନିଷଟା ଆଜି ଟେଷ୍ଟ ହବ। ମୋ ପାଟିରୁ ନାଳ ଆସୁଛି ଏବେ ବି। ପିଆଜ ଟା ହେଇଗଲା, ପିଆଜ ହେଇଗଲା ପରେ ହାଲକା ଟିକେ ଲଙ୍କାଗୁଣ୍ଡ ଫାଷ୍ଟ ନେବେ। ଏଟା ଜଣେ ମତେ ମାଇଁ କହିଥିଲେ ଯେ ଏମିତି କଲେ କଲର ଭଲ ଆସେ ତରକାରୀରେ। ତାପରେ ଅଦା ରସୁଣ ପେଷ୍ଟ ନେଇକି ତାକୁ କଷିକି ଆଳୁ ଦେଇଦେଲେ, ଆଳୁ ଦେଇଦେଲା ପରେ ତାପରେ ମାଛ ଦେଇଦବା। ମାଛକୁ ଟିକେ ଭଲସେ କଷି ନବା। ସେ ଟିକେ କଷି ଗଲା ପରେ ଦେନ୍ ତାପରେ ପାଣି ଦେଇକି ତାକୁ ଝୋଳ କରିବା। ଝୋଳ ହେଇ ସାରିଲା ପରେ ଭାତଟା ଆଜି ଯିବ ଯେ ଏମିତିକା ଯିବ ଯେ ଆମର ଛାଡ ଏଇଟା ଯେହେତୁ କାଲିର ଭିଡିଓ ଥିଲା ସେଥିପାଇଁ ଆଉ କିଛି କରିହବନି। ମୁଁ ତ ଖାଇସାରିଛି।